শরণাগত দীনাথম পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥା ଆରମ୍ଭ କରିବା ପୂର୍ବରୁ ମୋର ଏ ପରିଚୟ ଉପରେ ଇଏ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ଭିଡ଼ିଓକୁ ଏବେ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋର ଏ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା। ଗୋଟିଏ ନଗରୀରେ 6 ଜଣ ଚୋର ରହୁଥିଲେ। ଚୋରମାନଙ୍କର କାମ ହେଲା ଅନ୍ୟମାନଙ୍କ ଘରୁ ଚୋରି କରିବା, ଡକାୟତ କରିବା। ସେମାନଙ୍କର ପ୍ରତିଦିନର ଥିଲା ଧନ୍ଦା। ସେଇ ନଗରୀରେ ଜଣେ ସାହୁକାର ରହୁଥିଲେ। ସାହୁକାରଟି ମହାନ ଧାର୍ମିକ, ବିଷ୍ଣୁ ଭକ୍ତ ଥିଲେ। କୌଣସି ସାହୁକାରର ଘରକୁ ଯଦି ସାଧୁ ସନ୍ଥ ବ୍ରାହ୍ମଣ ଭିକାରୀ ଯାଆନ୍ତି, ସାହୁକାର ସେମାନଙ୍କୁ ଅତିଥି ସେବା କରନ୍ତି ଏବଂ ଭଗବାନଙ୍କର ଆଶୀର୍ବାଦରୁ ସାହୁକାର ମଧ୍ୟ ଧନ ସମ୍ପତ୍ତିରେ ତାର ଘର ପରିପୂର୍ଣ୍ଣ ଥିଲା। ଏଇ 6 ଜଣ ଚୋର ଥରେ ଚିନ୍ତା କଲେ ଆମେ ସାହୁକାର ଘରକୁ ଯଦି ଯିବା ଅନେକ ଧନ ସମ୍ପତ୍ତି ଲୁଟ କରି ଆଣିପାରିବା। 6 ଜଣ ଯାକ ବିଚାର କଲେ କିଭଳି ଯିବା। ଜଣେ ଚୋରଟିଏ କହିଲା ଆମେ ଯଦି ସାଧୁ ବେଶ ହେଇଯିବା ତାହେଲେ ସାହୁକାର ଘରକୁ ଚୋରି କରିବାକୁ ସହଜ ବାଟ ହେଇଯିବ। କାହିଁକି ନା ସାହୁକାର ସାଧୁସନ୍ଥ ମାନଙ୍କୁ ଭାରି ଭଲ ପାଆନ୍ତି। ଏ କଥା ସମସ୍ତଙ୍କ ମନକୁ ଆସିଗଲା। 6 ଜଣ ଯାକ ସାଧୁ ବେଶ ହେଇ ସାହୁକାରର ଘରକୁ ଚାଲିଲେ ଏବଂ ସାହୁକାର ଯେତେବେଳେ ଦେଖିଲେ 6 ଜଣ ସାଧୁ ମୋ ଘରେ ଆଜି ଦଣ୍ଡାୟମାନ, ସାହୁକାର ଭାରି ଖୁସି ହେଇଗଲା। ସାହୁକାର ଏବଂ ତା ସ୍ତ୍ରୀ ଏଇ 6 ଜଣ ଚୋରକୁ ନେଇ ପଦଧୌତ କରି ଘର ଭିତରେ ଆସନ ପକାଇଦେଲା ଏବଂ ସେମାନଙ୍କ ପାଇଁ ସୁନ୍ଦର ବ୍ୟଞ୍ଜନ ମଧ୍ୟ ତିଆରି ହେଲା। ସାଧୁମାନେ ଚୋରମାନେ ସବୁ ଖାଇସାଇଲେ। ଚୋରମାନେ କହିଲେ, ସାହୁକାରଜୀ, ସନ୍ଧ୍ୟା ହେଲାଣି, ଆମେ କୁଆଡ଼େ ଯିବୁ? ଆମେ ଅନେକ ବାଟ ଯିବୁ। ଆଜି ରାତ୍ରିରେ ଆପଣଙ୍କ ଘରେ ଯଦି ରହିଯାଆନ୍ତୁ ଭଲ ହୁଅନ୍ତା। ସାହୁକାର କହିଲେ ରହିଗଲେ ମୁଁ ବି ଭାରି ଖୁସି। ଚୋରମାନେ ସାହୁକାର ଘରେ ରାତ୍ରି ଯାପନ କଲେ। ସାହୁକାର ତାଙ୍କ ସ୍ତ୍ରୀ କି କହିଲେ ଏଇ ଦେଖ, ଏଇ ସାଧୁମାନେ କେତେ ବାଟରୁ ଆସିଛନ୍ତି, ତମେ ଯାଅ ତାଙ୍କର ଟିକେ ସେବା କରିବ, ପଦମଞ୍ଚାଳନ କରିବ ଏବଂ ସେ ଆଶୀର୍ବାଦ ଆମ ପାଇଁ ବୈକୁଣ୍ଠପୁର ଲାଭ ହେଇଯିବ। ସାହୁକାର କଥାରେ ସ୍ତ୍ରୀ ଆସିଲା ସାଧୁମାନଙ୍କର ସେବା କରିବା ପାଇଁ। ଏହି ସମୟରେ ସାହୁକାର ସ୍ତ୍ରୀ ଅନେକ ଅଳଙ୍କାର ପିନ୍ଧିଥାଏ। ଚୋରମାନେ ସେଇଠି ଚିନ୍ତା କଲେ ଯଦି ଆମେ ସାହୁକାର ସ୍ତ୍ରୀ କି ଏଇଠି ମାରିଦେବା, ତାର ଯେତେ ସୁନା ଅଳଙ୍କାର ଓରିକା ଅଛି ଆମେ ନେଇକି ଏଇ ରାତାରାତି ଫେରାର ହେଇଯିବା। ଆଉ ଆମକୁ ବେଶୀ କଷ୍ଟ କରିବାକୁ ପଡ଼ିବନି। ସେଇଠି ସାହୁକାର ସ୍ତ୍ରୀ ସେବା କରିବା ଭିତରେ ତାର ମୁଣ୍ଡ ଠାରୁ ଗଣ୍ଡିଟାକୁ ଅଲଗା କରିଦେଲେ। ସାହୁକାର ସେହି ସମୟରେ ଯେତେବେଳେ ଆସି ପହଞ୍ଚନ୍ତି, ସାହୁକାର ଦେଖିଲେ ମୋ ସ୍ତ୍ରୀ ଗଣ୍ଡି ଗୋଟିଏ ପଟେ, ମୁଣ୍ଡ ଗୋଟିଏ ପଟେ
साहुकार सेठी हाथ जोड़िकिना साधु पाखे कहला साधुजी मो स्त्री मते किछि आज भूल भूल करथिबारु आपण माने ये दंड देइचंती जदि मो स्त्री किछि भूल करिथाए आपण माने मते देबा क्षमा करि दियंतु मो स्त्री तो सबुदिन पई चली गला हेले आपण मो घर को जतबेले आसीचंती ये क्रोधरु टिके शांत होई जांतु नचेत मते नरकगामी होबाकू पड़िबो सेठी साहुकार गोटे बाल्टी ये पानी आनिला कहला साधुजी यही पानी दिहरे आपण को ये पाद टिके बुड़ेई दियंतु 6 जन जाक चोर ताका पाद को बुड़ेई देले सेठी साहुकार से पानी की लेके ताका स्त्री ऊपर छिची दला स्त्री मुंड आ गंडी पुणी एकाठी हो गला एवं रात्रि पाइला ये चोर माने आसिले कहले आम पादर एते चमत्कारिता अच्छी बोली आमे किंतु जानी नथिलु जदि कौनसी लोक ये मरी जाइथिबो आमरी पादर पानी नेकी ता ऊपरे छिंची देले से लोक बंची उठिबो आउ आमे विराट बल्लोक भी हो जिबा यही 6 जन जाक ये चिंता कले परीक्षा करिबा किबोली आम घर को जीवा आम स्त्री के आज ये काटिकी 2 घर करिबा 6 जन जाक चोर गले जेजा घरे तांको स्त्री मानकू मुंडटारू गंडी अलगा करदेले एवं पाद बुड़े जतले पानी छिंचती तांको स्त्री आउ ये बंचिलेनी तेणु आजिकार नीतिबाणी रे आमे यही शिक्षा लाभ करिबा मनटा जदि आमर ये पवित्र थिबो यही पवित्र मनरे आमे गोटे मृत व्यक्ति की मध्य भी ये बंचई दे पारिबा मन जार अपवित्र थाए से जेते मंत्र सिद्धि लाभ करू से जेते तप करू जेते मध्य ठाकुर को आराधना करू तार जदि चित्त ये शुद्धि न थाए ता जीवन रे से केबे मुक्ति पाई पारेनी तेणु गोटे छोट पिला ये प्रहलाद जहाँकि तार आज चित्त शुद्धि तबारु से भगवान को गोटे काठ मध्यरु मध्य बाहर करि पारथिले तेणु यही थला नीतिबाणीर ये निर्जास कथा आजिकार अनुचिंता ठाकुरंको आगरे केतेबेले आपण माने ये ध्यान करिवेनी बा पूजा करिवेनी अशुभदायक अमंगल ठाकुरंको आगरे केतेबेले पूजा आराधना करिवेनी गोटे साइति हेकी ये पूजा अर्चना करिवे एतिकी कही मोर नीतिबाणी अनुचिंता को ये परिसमाप्त करुची ये प्रणाम जय जगन्नाथ।